ସକାଳୁ ଉଠୁ ଉଠୁ ମୋର ଏଇ ଅସଜଡ଼ା ଘର ଦେଖିକି ମୋ ମୁଣ୍ଡଟା ଅଲଗା ପ୍ରକାର ବିନ୍ଧି ଉଠିଲା। ମୁଣ୍ଡକୁ ଥଣ୍ଡା କରିବା ପାଇଁ ବାହାରେ ଟିକେ ବୁଲି ଦେଇ ଆସିଲି। ଥଣ୍ଡା ପବନରେ ମୁଣ୍ଡ ଟିକେ ଥଣ୍ଡା ହେଇଗଲା। ତାପରେ ଚାହାକୁ ବିସ୍କେଟ୍ ପେଟେ ଖାଇଦେଲି। କାମରେ ଲାଗିଗଲି ଖାଇସାରିକି। ଆଜ୍ଞା, ଯଦି ମୋର କାମ କରିବାର ଥିବ ମୁଁ ପେଟେ ଖାଇବି, ତାପରେ କାମ କରିବି, ନହେଲେ ମୋତେ ଚିଡ଼ଚିଡ଼ା ଲାଗିବ। ଦେଖୁ ଦେଖୁ 4 ଘଣ୍ଟାର ପରିଶ୍ରମ ପରେ ଘରଟା ଟିକେ ସଫା ହେଲା। ସଫା ଘର ଦେଖିକି ମୋ ମନଟା ପୁରା ଖୁସି ହେଇଗଲା। ଯେହେତୁ ଏତେ କାମ କରୁଥିଲି, ସ୍ୱାମୀ ଭାତ, ଡାଲି, ଆଳୁ ଚକଟା ବନେଇ ଦେଇଥିଲେ। ତାକୁ ପେଟେ ଖାଇସାରିବା ପରେ ବ୍ରେଡ୍ ଧୁଆଧୁଇ କରିକି ସଫାସଫି କରିକି ସନ୍ଧ୍ୟାବେଳେ ଟିକେ ରେଡ଼ି ହେଇକି ବାହାରି ଗଲି ଗୋଟେ ସାଙ୍ଗ ଘରକୁ। ଯେହେତୁ ଏତେ କାମ କରିଥିଲି, ସାଙ୍ଗମାନଙ୍କ ସହିତ ଦେଖା କରିକି ମନଟା ଟିକେ ଖୁସି ହେଲା। ରାତିରେ ଅଜୟ ଭାଇଙ୍କ ଘରେ ଗୋଟେ ଛୋଟ ପିଜ୍ଜା ପାର୍ଟିଟେ ହେଇଥିଲା। ଆଜିର ଦିନଟି ମୋର ପୁରା କାମ କରି ଯାଇଥିଲା। ଭିଡ଼ିଓ ଭଲ ଲାଗିଲେ ଚ୍ୟାନେଲକୁ ନିଶ୍ଚିତ ରୂପେ ସବସ୍କ୍ରାଇବ୍ କରିବେ।